କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ। ଓଡ଼ିଆରେ ଅନେକ ପ୍ରବାଦ ରହିଛି, ତନ୍ମଧ୍ୟରୁ ଗୋଟିଏ ପ୍ରବାଦ ହେଉଛି ବସି ଖାଇଲେ ନଈବାଲି ସରେ। ତ ଜାଣିବା ଆଜିର ଭିଡ଼ିଓରେ ତାର ଅର୍ଥ କ'ଣ, କାହିଁକି କୁହାଯାଇଛି ବସି ଖାଇଲେ ନଈବାଲି ସରେ। ପ୍ରବାଦ ଗୁଡ଼ିକ ଓଡ଼ିଶା ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ପ୍ରତ୍ୟେକଟି ପ୍ରବାଦ ବାସ୍ତବ ଜୀବନ ଅଭିଜ୍ଞତା ଉପରେ ଆଧାରିତ। ତେଣୁ ବସି ଖାଇଲେ ନଈବାଲି ସରେ ଏକ ଲୋକପ୍ରିୟ ପ୍ରବାଦ। ତାହାର ଅର୍ଥ, ଯଦି ଆମେ ପରିଶ୍ରମ କିଛି ନ କରିବା, କୌଣସି ବ୍ୟକ୍ତି ପରିଶ୍ରମ ହିଁ କରିବ ନାହିଁ ଆଉ ସଞ୍ଚିତ ଅର୍ଥକୁ ଖର୍ଚ୍ଚ କରି ଚାଲିବ, ତାହା ହେଲେ ସମୁଦ୍ର ବା ନଦୀରେ ଥିବା ବାଲିର ଯେତିକି ପରିମାଣ ଥାଏ, ଯଦି ସେଇଭଳି ସମ୍ପତ୍ତି ବି ତା ପାଖରେ ଥାଏ, ତାହା ମଧ୍ୟ ଦିନେ ସରିଯିବ। ତାର ଆକ୍ଷରିକ ଅର୍ଥଟି ହେଲା, ଆମେ ଜାଣିଛନ୍ତି କି ଶରୀର ହେଉଛି ଆମର ସମ୍ପତ୍ତି। ତ ଆମେ ଯଦି ବସିକି କେବଳ ଖାଦ୍ୟ ଗ୍ରହଣ କରିବା, କିଛି ଶ୍ରମ କରିବା ନାହିଁ, ତାହା ହେଲେ ଆମ ଶରୀର କାର୍ଯ୍ୟ କରିବ ନାହିଁ। ଯେତେବେଳେ କାର୍ଯ୍ୟ କରିବ ନାହିଁ, ସେତେବେଳେ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଯେଉଁଭଳି ଭାବରେ କାର୍ଯ୍ୟ କରିବା କଥା, ସେ ମଧ୍ୟ କାମ କରିବେ ନାହିଁ। ପ୍ରଥମରେ ତ କ'ଣ ହବ, ଆମେ ସଞ୍ଚିତ ଧନକୁ ଖର୍ଚ୍ଚ କରିବା। ଖର୍ଚ୍ଚ କରିବା ଫଳରେ ଆମ ପାଖରେ ଥିବା ସଞ୍ଚିତ ଧନ କମି କମି ଯିବ। ତା ସହିତ ଆମେ ଯେତେବେଳେ ଶ୍ରମ କରିବା ନାହିଁ, ଶରୀର ତିଆରି ହେଇଛି ଶ୍ରମ କରିବା ପାଇଁ, ଆମେ ଯଦି ଶ୍ରମ କରିବା ନାହିଁ, ତାହେଲେ ଶରୀରରେ ଥିବା ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଧୀରେ ଧୀରେ କ'ଣ ହେବେ ନା ସୁସ୍ଥ ହେଇ, ମାନେ ସେମାନେ କ'ଣ କରିବେ, ସେମାନେ ଶିଥିଳ ହେଇଯିବେ। ସେମାନେ ମଧ୍ୟ ତାଙ୍କର ଯାହା କାର୍ଯ୍ୟ କରିବା କଥା ତାହା ମଧ୍ୟ କରିବେ ନାହିଁ। ଧୀରେ ଧୀରେ କ'ଣ ହବ ନା ସଞ୍ଚିତ ଅର୍ଥ ଖର୍ଚ୍ଚ ହବ, ଶରୀର ରୋଗଗ୍ରସ୍ତ ହବ। ତାପରେ ଆମେ କ'ଣ କରିବା ନା ଥିବା ସଞ୍ଚିତ ଅର୍ଥକୁ ଡାକ୍ତର ପାଖକୁ ନେଇକି ଯିବା, ଔଷଧରେ ଖର୍ଚ୍ଚ କରିବା। ଫଳରେ କ'ଣ ହବ ନା ସଞ୍ଚିତ ଅର୍ଥ ତ ଧୀରେ ଧୀରେ କମି କମି ଯିବ, କିନ୍ତୁ ଆମ ଶରୀରରେ ଥିବା ଅଙ୍ଗ ପ୍ରତ୍ୟଙ୍ଗ ସେମାନେ ମଧ୍ୟ ଠିକ୍ ଭାବରେ କାର୍ଯ୍ୟ କରିବେ ନାହିଁ। ତେଣୁ କଥାରେ ଅଛି କି ବସିକି ଖାଇଲେ ନଈବାଲି ସରେ। ତା ମାନେ ଆମେ ଧୀରେ ଧୀରେ କ'ଣ ହବ ନା ଗୋଟେ ମଣିଷର ପତନ ସୁନିଶ୍ଚିତ। ତେଣୁ ଶ୍ରମ କରିବା ଦ୍ୱାରା ଅର୍ଥ ଉପାର୍ଜନ ହେଇଥାଏ, ତା ସହିତ ନିଜ ଶରୀର ମଧ୍ୟ ସୁସ୍ଥ ରହିଥାଏ। ଶରୀରରେ ଥିବା ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ କାର୍ଯ୍ୟ କରନ୍ତି। ଯେହେତୁ ସେମାନେ ଭଲ ଭାବରେ କାର୍ଯ୍ୟ କରନ୍ତି, ତ କ'ଣ ହୁଏ ନା ଅର୍ଥ ତ ଉପାର୍ଜନ ହୁଏ ଗୋଟେ ବାଟରେ, ଆଉ ସଞ୍ଚୟ ବଢ଼େ, ତା ସହିତ ଶରୀର ମଧ୍ୟ ସୁସ୍ଥ ରୁହେ। ତେଣୁ ଏଇ ଯେଉଁ ପ୍ରବାଦଟି ବହୁତ ଆଗରୁ କୁହାଯାଇଛି, ବସି ଖାଇଲେ ନଈବାଲି ସରେ, ତାହାର କେବଳ ଅର୍ଥ ନୁହଁ ଯେ ସଞ୍ଚିତ ଧନକୁ ଖର୍ଚ୍ଚ କରିଦେଲେ ସେ ଧନ ସରିଯିବ। ଧନ ଥରେ ସରିଗଲେ ଆଉ ଥରେ ଉପାର୍ଜନ ତ କରିହବ, କିନ୍ତୁ ଗୋଟେ ଥର ଶରୀର ନଷ୍ଟ ହେଇଗଲେ ଆଉ ଥରେ ତାକୁ ଅର୍ଜନ କରି ହୁଏ ନାହିଁ, ବା ସମୟ ସରିଗଲେ ସେ ସମୟ ମଧ୍ୟ ଫେରେ ନାହିଁ। ତେଣୁ କୌଣସି ବି ଜିନିଷକୁ ଆମେ ଯଦି ଅଧିକ ଉପଭୋଗ କରିବା, ସିଏ କାଲି ଆମ ପାଇଁ କ'ଣ ହବ ନା ସମସ୍ୟା ସୃଷ୍ଟି ହବ। ଏଇଟି ହେଉଛି ଆକ୍ଷରିକ ଅର୍ଥ ବସି ଖାଇଲେ ନଈବାଲି ସରେ। କେମିତି ଲାଗିଲା ଭିଡ଼ିଓଟା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି ଡାଉଟ୍ ଅଛି, କିଛି କ୍ୱେଶ୍ଚିନ୍ସ ଅଛି, ତାହେଲେ କମେଣ୍ଟରେ ଲେଖିକି ଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓଟାକୁ ଟିକେ ଲାଇକ୍ କରିଦେବ, ଭିଡ଼ିଓକୁ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବ ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।